ମୁଁ ଆପଣଙ୍କୁ 11ଟା ଜ୍ୟୋତିର୍ଲିଙ୍ଗ ବିଷୟରେ କହିସାରିଛି। କେମିତି ଆପଣମାନେ 11ଟା ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବେ। ଯଦି ମୋର ଭିଡ଼ିଓ ଦେଖୁଥିବେ ନିଶ୍ଚିନ୍ତ ଭାବେ ଜାଣିପାରିବେ। ଶେଷ ଜ୍ୟୋତିର୍ଲିଙ୍ଗ କଥା ମୁଁ କହୁଛି ମଲ୍ଲିକାର୍ଜୁନ। ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ କେମିତି ଯିବେ ନା ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ ଆମର ଅଛି ଆନ୍ଧ୍ରପ୍ରଦେଶରେ। ଦେଖନ୍ତୁ ମଲ୍ଲିକାର୍ଜୁନ ଯିବାକୁ ହେଲେ ଆପଣଙ୍କୁ ଯିବାକୁ ପଡ଼ିବ ମାର୍କାପୁର ରେଲୱେ ଷ୍ଟେସନ। ଡାଇରେକ୍ଟ ଆମର ଭୁବନେଶ୍ୱରରୁ ଆପଣମାନେ ବସିବେ ଯାଇ ମାର୍କାପୁର ରେଲୱେ ଷ୍ଟେସନରେ ପହଞ୍ଚିଯିବେ 12 ଘଣ୍ଟା ସଫରରେ। ଆଜି ରାତିରେ ବସିଲେ ସକାଳେ ପହଞ୍ଚିଯିବେ। ମାର୍କାପୁର ରେଲୱେ ଷ୍ଟେସନରୁ ଆପଣଙ୍କୁ ବସ୍ ମିଳିଯିବ ମାତ୍ର ଘଣ୍ଟାରୁ 1.5 ଘଣ୍ଟା ଲାଗିବ ନେଇକି ପହଞ୍ଚାଇ ଦେବ ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ ପାଖରେ। ଯାଇକି ଆପଣମାନେ ଗୋଟେ ଆକାଶ ଗଙ୍ଗା ବୋଲି ଗୋଟେ ଅଛି ଜାଗା, ସେଠି ଗୋଟେ ଭଲ ପୋଖରୀଟିଏ, ସେଠି ଗାଧେଇବେ। ଆକାଶ ଗଙ୍ଗା କହୁଛନ୍ତି। ସେଠି ଗାଧେଇ ସାରିଲା ପରେ ନଈଟିଏ ଅଛି, ପୋଖରୀ ନଈ, ଗୋଟେ ନଈ ଅଛି, ଆକାଶ ଗଙ୍ଗା କହୁଛନ୍ତି ତାକୁ। ସେଠି ଗାଧେଇବେ। ଗାଧେଇକି ମଲ୍ଲିକାର୍ଜୁନ ଦର୍ଶନ କରିବେ, ସେଇଠୁ ଫେରି ଆସିବେ। ଆଉ ମନେ ରଖନ୍ତୁ ମଲ୍ଲିକାର୍ଜୁନ ଦର୍ଶନ କରିସାରିଲା ପରେ ସିଦ୍ଧିବିନାୟକ ଗଣେଶ ଠାକୁର ଅଛନ୍ତି, ଗଣେଶପତି ବାବା, ଗଣେଶକୁ ନିଶ୍ଚିନ୍ତ ଭାବେ ଦର୍ଶନ କରିବେ, ତାପରେ ଆସିବେ। କେମିତି ଲାଗିଲା ଭିଡ଼ିଓ କମେଣ୍ଟ କରିବେ। ହର ହର ମହାଦେବ।